नमस्कार दर्शक बंधु मु लकी आपण मान स्वागत करुच्ची बीआर मूवीज प्रस्तुत ओडिशार प्राचीन परंपरार ए ओडिया पाला आमर ये झरका कार्यक्रम। सती आसी पहुंची जाइछंती शिवंक निकटरे सेतेबेलकु शिव क्रोधाग्नि रे प्रज्वलित हो जाइछंती गोटाए पद कथा कहि देले कहले सती सती तुमे जतेबेले मो मां रूप को धारण करि जाइछो सुतरां तुमे मोर मां ही सारिछो बोले जीवा आजि थारु मु तुमरो स्वामी आ तुमे मोर स्त्री बोली काहे के जानिछो काहे की जेहेतु तुम्हें मोर मां रूप को धारण करि नै छ जो अब करे सती साना पीती सती साना पीती निटोरी भगती सोरी आनी हे सती तुम्हें जितेबेले मो मां रूप को धारण करि नै छ आज ठारू स्वामी स्त्री संपर्कटा को भूली जीव तुमर स्वामी आउ तुमे मोर स्त्री बोली एति की कही देवदेव महादेव समाधिस्थ हो जाइछंती अनेक दिन परे समाधि मग्न हेला देखिले पाद तले पड़ी कांदी चली छंती सती पचारे कहले कहीं कांदुछ एठी जेते कांदिले भी किछि लाभ हबनी ना कारण कारण ये संपर्कर डोरीटा को तमे खिड़ेई देइछो संपर्कर मझी घरे उठिला पाचेरी खड़ी करे छिड़ी गला ममतार डोरी संपर्कर मझी घरे उठिला पाचेरी खड़ी करे छिड़ी गला ममतार डोरी दुनिया भितारे किए बानी जार लोक आउ किए बानी जार लोक दुख तरेरा लुह तरेरा दुख तरेरा लुह तरेरा केते कोले अनुताप जीवन एमिति गप এই জীবন এমিতি গপ 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 सती को बुझे देले कहले सती ये जीवनटा एमिति गोटाए गप केते बेले लुह तो केते बेले हस ए कथा किए कहबो केते बेले दुखद दृश्य आसीबो तो केते बेले हास्यर सदृश्य आसीबो बेले बेले आसे पुणी एमिति का बेलो बाट तो अंधार दिसे पीले भी सगारा बेले बेले आसे पुणी एमिति का बेलो बाट तो अंधार दिसे पीले भी सगारा अनुताप
ଏମିତି ଗପ ଏଇ ଜୀବନ 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 ଏମିତି ଗପ। ତେବେ ଅନେକ ଦିନ ବିତିଯିବା ପରେ ହୁଏତ ପ୍ରଭୁ କିଞ୍ଚିତ ମାତ୍ରାରେ ବଦଳି ଯାଇଛନ୍ତି। ଶୁଣିବାକୁ ପାଇଲେ ସତୀ ପିତ୍ରାଳୟରେ ବା ଦକ୍ଷ ପ୍ରଜାପତି କରୁଛନ୍ତି ଯଜ୍ଞ। ସତୀ କହିଲେ ସ୍ୱାମୀ ମୋ ବାପା ଯଜ୍ଞ କରୁଛନ୍ତି, ଆମେ ଟିକେ ଯଜ୍ଞ ଦେଖି ଯାଆନ୍ତେନି? ପ୍ରଭୁ ଗୋଟାଏ ପଦ କଥା କହିଦେଲେ, କହିଲେ ସତୀ ମନେ ରଖ, ବିନା ନିମନ୍ତ୍ରଣରେ ସତୀ କଣ କହିଲ? ବିନା ନିମନ୍ତ୍ରଣରେ ଶ୍ୱଶୁର ଘରକୁ ଯିବି, କିନ୍ତୁ ମନେ ରଖ ବିନା ନିମନ୍ତ୍ରଣରେ ଯୋଉଠିକି ଯିବ ସେଠି ସ୍ନେହ ଶ୍ରଦ୍ଧା ହାନି ଘଟିବ। କଣ ହାନି ଘଟିବ? ତେଣୁ ମୁଁ ଯାଇପାରିବି ନାହିଁ। ସତୀ କହିଲେ ସ୍ୱାମୀ ବାପ ଘରକୁ ଝିଅ ତ ବିନା ନିମନ୍ତ୍ରଣରେ ଯାଇପାରିବ? କହିଲେ ହଁ ଯାଇପାରିବ ଯେ, କିନ୍ତୁ ବାପ ଘରେ ଯଦି ମାଙ୍ଗଳିକ କାର୍ଯ୍ୟ କରୁଥାନ୍ତି ଝିଅକୁ ନିମନ୍ତ୍ରଣ ନଥାଏ ତାହେଲେ ଝିଅ ଯାଏ ନା। ଶିବଙ୍କର ଶତବାରଣ ସତ୍ତ୍ୱେ ସତୀ ଆଜ୍ଞା ଚାଲି ଯାଇଛନ୍ତି ବାପ ଘର। ବାପ ଘରେ ପହଞ୍ଚିବା ପରେ ହୁଏତ ସମସ୍ତଙ୍କର ଧିକାର ବାଣୀକୁ ସହ୍ୟ କରିପାରି ନାହାନ୍ତି ସତୀ। ଯେତେବେଳେ ଧିକାର ବାଣୀକି ସହ୍ୟ କରିପାରି ନାହାନ୍ତି ଶେଷରେ ସତୀ ଯଜ୍ଞ କୁଣ୍ଡରେ ନିଜକୁ ବିସର୍ଜନ ଦେବା ପାଇଁ ପ୍ରସ୍ତୁତ ହେଇଯାଇ ପ୍ରଭୁଙ୍କୁ ଡାକିଦେଲେ, ସତୀ ମୋର ତ ସନ ହରିବରୁ ମାଘା ଶ୍ରୀ ରାମ ଜୟ ରାମ ଜୟ ଜୟ ରାମ ଜନମ ଜନମ ଶିବ ପଦ ଅନୁରାଗା ଶ୍ରୀରାମ 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 ଜୟ ରାମ ଜୟ ଜୟ ରାମ ସଂକଟ ମୋଚନ ଜୟ ହନୁମାନ। ସତୀ ପ୍ରଭୁଙ୍କୁ ଡାକିଦେଲେ, କହିଲେ ପ୍ରଭୁ ଆଜି ଏଇଠି ମୋ ଜୀବନକୁ ମୁଁ ବିସର୍ଜନ କରୁଛି, ହେଲେ ତା ପୂର୍ବରୁ ଏତିକି ମତେ ବର ଦିଅନ୍ତୁ ଯେମିତି ଜନ୍ମ ଜନ୍ମାନ୍ତରରେ ମୁଁ ଶିବଙ୍କ ପାଦ ତଳର ଦାସୀ ହେବି। କାରଣ ହିମ ଗିରି ଗୃହ ପାର୍ବତୀ ସତୀ ନିଜକୁ ବିସର୍ଜନ ଦେଇଛନ୍ତି, ଯାହା ପାଇଁ ପୁନର୍ବାର ପୁଣି ହିମାଳୟଙ୍କ ଗୃହରେ ମେନାଙ୍କ ଗର୍ଭରୁ ପାର୍ବତୀ ରୂପରେ ଜନ୍ମ ନେଇଛନ୍ତି ଏବଂ ପରବର୍ତ୍ତୀ ଅବସ୍ଥାରେ ପରବର୍ତ୍ତୀ ପର୍ଯ୍ୟାୟରେ ପୁଣି ସେଇ ଦେବଦେବଙ୍କ ଦେବଦେବ ମହାଦେବଙ୍କୁ ବିବାହ କରିଛନ୍ତି। ଶୁଣୁଥିଲେ ପୁଣି ଜନ ଦେଇ ମନ ଯାହା ଯାହା ନ୍ୟାୟ ମାନ ହେଲା ଆଲୋଚନା କରିଲେ ଆଦାୟ ବିଦାୟ ଦେବରେ ମୋର
ବୋଲିକି ଜୟ ଜୟ ଦିନ ଜନ ଶରଣ ରକ୍ଷଣ ମହାବାହୁ ଜୟ ଜୟ ଦିନ ଜନ ଶରଣ ରକ୍ଷଣ ମହାବାହୁ ସ୍ୱରରେ ଆନନ୍ଦ ମନରେ ହରିବୋଲ ହୁଳହୁଳି କରତାଳି ଦବ ଏ ଗ୍ରାମରୁ ଦୁଃଖ ଦୂର ହେଉ ହେ दर्शक बंधु आम कार्यक्रमटी आपण मानक केमिति लागिला यार मतामत दियंतु लाइक करंतु शेयर करंतु आज्ञा हाँ सब्सक्राइब करने को भूलिबेनी। रहूची नमस्कार।